ସିଂହ ରାଶି 2025 ମସିହା ଅଗଷ୍ଟ ମାସର ମାସିକ ରାଶିଫଳ। ଅଗଷ୍ଟ ମାସରେ ଦ୍ୱାଦଶ ରାଶିଚକ୍ରରେ ଭ୍ରମଣ କରୁଥିବା ଗ୍ରହମାନଙ୍କର ଅବସ୍ଥିତିରୁ ଜଣାଯାଏ ସିଂହ ରାଶି ପାଇଁ ଅଗଷ୍ଟ ମାସର ରାଶିଫଳ ମଧ୍ୟମ ଧରଣର ରହିବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଅଗଷ୍ଟ ମାସରେ ସିଂହ ରାଶିର ଆର୍ଥିକ ଅବସ୍ଥାକୁ ଅବଲୋକନ କଲେ ଜଣାଯାଏ ଯେ ସିଂହ ରାଶିର ଆୟ ବା ଏକାଦଶ ସ୍ଥାନ ମିଥୁନ ରାଶିରେ ଅବସ୍ଥିତ ବୃହସ୍ପତି ମହାଗ୍ରହ ସିଂହ ରାଶିଜାତ ବ୍ୟକ୍ତିଙ୍କୁ ଲାଭ ପ୍ରଦାନ କରିବେ, ଆୟରେ ବୃଦ୍ଧି ଘଟାଇବେ। କିନ୍ତୁ ତା ସହିତ ସିଂହ ରାଶିର ଦ୍ୱିତୀୟ ଧନଭାବର ଅଧିପତି ବୁଧ ସିଂହ ରାଶିର ଦ୍ୱାଦଶ ସ୍ଥାନ କର୍କଟ ରାଶିରେ ଅବସ୍ଥାନ କରିଥିବା ଯୋଗୁଁ ଆକସ୍ମିକ ଭାବେ ଧନ ଖର୍ଚ୍ଚ ମଧ୍ୟ କରାଇବେ। ସିଂହ ରାଶିର ଅଷ୍ଟମ ସ୍ଥାନ ମୀନ ରାଶିରେ ଅବସ୍ଥିତ ଶନି ମହାଗ୍ରହ ସିଂହ ରାଶିର ଧନସ୍ଥାନ ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ଏ ମାସରେ ସିଂହ ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରି ରଖିବା ବଡ଼ କଷ୍ଟକର ହେବ। ଅଗଷ୍ଟ ମାସରେ ସିଂହ ରାଶିର କ୍ୟାରିୟର ବା କର୍ମକ୍ଷେତ୍ର ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ସିଂହ ରାଶିର ଦଶମ କର୍ମସ୍ଥାନର ଅଧିପତି ଶୁକ୍ର ଏକାଦଶ ଭାବରେ ଅବସ୍ଥାନ କରିବା ସିଂହ ରାଶିର କର୍ମକ୍ଷେତ୍ରକୁ ବେଶ ପ୍ରଶସ୍ତ କରିବ। କର୍ମକ୍ଷେତ୍ରରେ ବିଶେଷ ଶୁଭ ଫଳ ମିଳିବାର ଆଶା କରାଯାଏ। ଚାକିରି କରୁଥିଲେ ମାସର ଦ୍ୱିତୀୟାର୍ଦ୍ଧରେ ସିଂହ ରାଶିର ଅଧିପତି ସୂର୍ଯ୍ୟ ନିଜ ରାଶି ସିଂହ ରାଶିରେ ଅବସ୍ଥାନ କରୁଥିବାରୁ ସିଂହ ରାଶିଜାତ ବ୍ୟକ୍ତି ପ୍ରଶାସନିକ କ୍ଷମତା ହାସଲ କରିବେ। ସହକର୍ମୀମାନଙ୍କ ଉପରେ ନିୟନ୍ତ୍ରଣ ରହିବ। ଶିକ୍ଷଣୀୟ କ୍ଷେତ୍ର ବା ଟିଚିଂ ଲାଇନରେ ଥିବା ବ୍ୟକ୍ତିବିଶେଷ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିବେ। ସମାଜରେ ସମ୍ମାନିତ ହେବାର ଯୋଗ ରହିଅଛି। ବାଣିଜ୍ୟ ବେପାର କ୍ଷେତ୍ରରେ ରହିଥିବା ସିଂହ ରାଶିଜାତ ବ୍ୟକ୍ତିବିଶେଷ ବାଣିଜ୍ୟିକ ଗ୍ରହ ବୁଧ ମହାଗ୍ରହଙ୍କ ଯୋଗୁଁ ବେପାର କ୍ଷେତ୍ରରେ କ୍ଷତି ସହିପାରନ୍ତି। ଦ୍ୱାଦଶ ଭାବରେ ଅବସ୍ଥିତ ବୁଧ ଅକସ୍ମାତ୍ ଭାବେ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବଡ଼ ଧରଣର କ୍ଷତି ପହୁଞ୍ଚିବାର ସମ୍ଭାବନା ରହିଅଛି। ତା ଛଡ଼ା ବ୍ୟବସାୟ ଉଦ୍ଦେଶ୍ୟରେ ବାହାରକୁ ଯାତ୍ରା କରୁଥିଲେ ତାହା ସଫଳ ହେବାର ସମ୍ଭାବନା ବହୁତ କମ୍। ପ୍ରେମ ଓ ପରିଣୟ ଦୃଷ୍ଟିରୁ ଅଗଷ୍ଟ ମାସଟି ସିଂହ ରାଶି ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। ସିଂହ ରାଶିର ପ୍ରେମ ବା ପଞ୍ଚମ ସ୍ଥାନର ଅଧିପତି ବୃହସ୍ପତି ମିଥୁନ ରାଶିରେ ରହି ନିଜ ଘର ଧନୁରାଶି ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ବହୁଦିନରୁ ମନ କଥା ନିଜ ପାର୍ଟନର ଆଗରେ ଖୋଲିକରି କହିପାରୁନଥିବା ବ୍ୟକ୍ତି ଏ ସମୟରେ ମନ କଥା ଖୋଲି କହିବା ପାଇଁ ସମର୍ଥ ହେବେ। ପ୍ରେମ ସମ୍ପର୍କରେ ସାତ୍ତ୍ୱିକତା ଭାବ ରହିବ। ପ୍ରେମର କାରକ ଗ୍ରହ ଶୁକ୍ର ମହାଗ୍ରହଙ୍କର ସିଂହ ରାଶିର ଲାଭ ସ୍ଥାନରେ ଅବସ୍ଥିତି ଲଭ୍ ଲାଇଫରେ ଥିବା ବ୍ୟକ୍ତିବିଶେଷଙ୍କୁ ରୋମାଣ୍ଟିଜିମରେ ଭରିଦେବ। କିନ୍ତୁ ବିଚ୍ଛିନ୍ନତାବାଦୀ ଗ୍ରହ ଶନି ବହୁଦିନ ଧରି ପଞ୍ଚମ ଭାବ ଉପରକୁ
ଦୃଷ୍ଟି ପ୍ରଦାନ କରୁଥିବାରୁ ପ୍ରେମ ସମ୍ପର୍କରେ ଛଳନା ପ୍ରକାଶ କରୁଥିବା ବ୍ୟକ୍ତି ଏ ସମୟରେ କଷ୍ଟକର ପରିସ୍ଥିତିର ସାମନା କରିପାରନ୍ତି। ପ୍ରେମ ସମ୍ପର୍କଟି ବ୍ରେକଅପ୍ ହୋଇଯିବାର ମଧ୍ୟ ସମ୍ଭାବନା ରହୁଅଛି। ପାରିବାରିକ ଦୃଷ୍ଟିକୋଣରୁ ଅଗଷ୍ଟ ମାସଟି ସିଂହ ରାଶିଜାତ ବ୍ୟକ୍ତିଙ୍କ ପାଇଁ କମଜୋର ପରିମାଣ ପ୍ରଦାନ କରିପାରେ। ଯଦି କୌଣସି ପାରିବାରିକ ସମସ୍ୟାରେ ଅବହେଳା ପ୍ରଦର୍ଶନ କରାଯାଏ ତେବେ ତାହା ଏକ ବଡ଼ ସମସ୍ୟାରେ ପରିଣତ ହୋଇପାରେ। ସିଂହ ରାଶିର ଦ୍ୱିତୀୟ କୁଟୁମ୍ବ ସ୍ଥାନର ଅଧିପତି ବୁଧ ଏ ମାସରେ ସିଂହ ରାଶିର ବ୍ୟୟ ସ୍ଥାନରେ ଅବସ୍ଥାନ କରିବା ଏବଂ ଦ୍ୱିତୀୟ ଭାବରେ ମଙ୍ଗଳ ମହାଗ୍ରହ ଗୋଚର କରିବା ଆପଣଙ୍କ ପାରିବାରିକ ସ୍ଥିତିକୁ ବିଗାଡ଼ି ଦେବାର ସମ୍ଭାବନା ରହିଅଛି। ପୁଣି ମଙ୍ଗଳ ମହାଗ୍ରହଙ୍କ ଉପରେ ଶନି ମହାଗ୍ରହଙ୍କର ଦୃଷ୍ଟି ପରିବାରରେ ସାମାନ୍ୟ କଥାକୁ ନେଇ ଝଡ଼ ସୃଷ୍ଟି କରିପାରେ। ବଡ଼ ଧରଣର ଗଣ୍ଡଗୋଳର ସୂତ୍ରପାତ ହୋଇପାରେ। ଏପରିକି ପାରିବାରିକ ସ୍ଥିତି ଓ ସମ୍ପତ୍ତି ବାଡ଼ିକୁ କେନ୍ଦ୍ର କରି ଥାନାଫାଣ୍ଡି ବା କୋର୍ଟ କଚେରୀ ପର୍ଯ୍ୟନ୍ତ ମାମଲା ଯାଇପାରେ। ପାରିବାରିକ ବନ୍ଧୁ ପରିଜନମାନଙ୍କୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଯିବାର ମଧ୍ୟ ସମ୍ଭାବନା ରହିଅଛି। ତୁଚ୍ଛା କାରଣକୁ ନେଇ ବନ୍ଧୁବାନ୍ଧବମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ସିଂହ ରାଶିର ସପ୍ତମ ଭାବର ଅଧିପତି ଶନି ଅଷ୍ଟମ ଭାବରେ ରହିଥିବାରୁ ଓ ସପ୍ତମ ସ୍ଥାନ କୁମ୍ଭ ରାଶିରେ ରାହୁ ମହାଗ୍ରହ ବିରାଜମାନ କରିଥିବାରୁ ସହଧର୍ମିଣୀଙ୍କର ସ୍ୱାସ୍ଥ୍ୟ ଠିକ୍ ନ ରହିବାର ସମ୍ଭାବନା ରହୁଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମାସର ପ୍ରଥମାର୍ଦ୍ଧରେ ସିଂହ ରାଶିଜାତ ବ୍ୟକ୍ତି ଚକ୍ଷୁପୀଡ଼ା, ହାଡ଼ଜନିତ ସମସ୍ୟା ବା ଅର୍ଥୋପେଡ଼ିକ୍ ପ୍ରୋବ୍ଲେମ୍, ହୃଦୟ ବିକାର ତଥା ସ୍ନାୟୁବିକ ଦୁର୍ବଳତା ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପୁନଶ୍ଚ ଅଷ୍ଟମ ଶନି ବହୁମୂତ୍ର ବା ଡାଇବେଟିକ୍ ପ୍ରୋବ୍ଲେମ୍ ଦେଇପାରନ୍ତି। ଏହାଛଡ଼ା ବର୍ତ୍ତମାନ ସିଂହ ରାଶିଜାତ ବ୍ୟକ୍ତିଙ୍କର ଶନି ଢାଇଆ ଭୋଗ ହେଉଥିବାରୁ ଶନି ମହାଗ୍ରହ ଦୁର୍ଘଟଣାର କାରକ ହୋଇପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ ସିଂହ ରାଶି ପାଇଁ ଅଗଷ୍ଟ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ସିଂହ ରାଶିଜାତ ବ୍ୟକ୍ତି ପ୍ରତ୍ୟହ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ପ୍ରତ୍ୟହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ ସିଂହ ରାଶିର ବହୁତ ଗୁଡ଼ିଏ ସମସ୍ୟା ଦୂର ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସିଂହ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।